Okay, verse 12. अच्छा 12 को ଯିବା ତହିଁରେ ତହିଁରେ ପତ୍ରମାନ ସୁନ୍ଦର ଓ ତହିଁର ଫଳ ଅନେକ ଥିଲା, ଆଉ ତହିଁରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା। କ୍ଷେତ୍ରସ୍ଥ ପଶୁଗଣ ତହିଁର ତଳେ ଛାୟା ପାଇଲେ ଓ ଆକାଶସ୍ଥ ପକ୍ଷୀଗଣ ତହିଁରେ ଶାଖାମାନେ ବାସ କଲେ ଓ ସମସ୍ତ ପ୍ରାଣୀ ତହିଁରୁ ଖାଦ୍ୟ ପାଇଲେ। How was the tree? That tree was a blessing to birds. That was a tree that was a blessing to animals. ଏଇ ଗଛ ତଳେ କିଏ କିଏ ଥିଲେ? ପକ୍ଷୀ ମାନେ ଥିଲେ ଏବଂ ପଶୁ ମାନେ ମଧ୍ୟ ଥିଲେ। So word of God says this tree is very different than this tree is very different. Why? Because this tree is been beheld by so many other people, or I should say whole world. ଆଉ ଏଇ ଗଛ ଗୋଟେ ଅନ୍ୟ ପ୍ରକାର ଗଛ, କାହିଁକି ନା ଅନେକ ଲୋକମାନେ ଆଉ କହିଲେ ସାରା ପୃଥିବୀ ମାନଙ୍କ ଲକ୍ଷ୍ୟ କୋଉଠି ଅଛି? ଏ ଗଛ ଉପରେ ଅଛି। Is there something in your village that everyone can see at the same time? ପ୍ରିୟ ବନ୍ଧୁମାନେ, କ'ଣ ଆପଣମାନଙ୍କ ଗାଁରେ କୌଣସି ଗୋଟେ ଗଛ ବା କ'ଣ ଜିନିଷ ଅଛି ଯେଉଁ ଗଛ ବା ସେଇ ବ୍ୟକ୍ତିଟା କି ସେଇ ଜିନିଷଟାକୁ ଗାଁର ସମସ୍ତେ ଦେଖିପାରିବେ? There is something that man has made which can be seen even from the space. ମଣିଷ ଗୋଟେ ଏ ପ୍ରକାର ଜିନିଷ ବନେଇଛି ଯାହାକି ଆମେ ପୁରା ଆକାଶରୁ ମଧ୍ୟ ଆମେ ଦେଖିପାରିବା। I was told that there is a great China wall, man-made great China wall, which can be seen from the space. ଆଉ ଯୋଉ ଚାଇନାରେ ଯୋଉ କାନ୍ଥ ବନେଇଛନ୍ତି ସେଇ କାନ୍ଥ ପୁରା ଆକାଶରୁ ମଧ୍ୟ ଦେଖି ହେବ। But still that China wall cannot be seen from all the ends of the world. କିନ୍ତୁ ସେଇ ଚାଇନାର ଯୋଉ କାନ୍ଥ ବନେଇଛନ୍ତି ପୁରା ଉପରୁ ଦେଖିଉଛି, କିନ୍ତୁ ଚାରିପଟରୁ ଲୋକମାନେ ଦେଖିପାରୁଛନ୍ତି କି? So even Bible says here that tree was so high and everyone could see. There is a different meaning for that. ବାଇବଲରେ କିନ୍ତୁ କହେ ଏ ଗଛ ଏତେ ଉଚ୍ଚା ଥିଲା କି ସମସ୍ତେ ଦେଖିପାରୁଥିଲେ। ଏହାର ଅର୍ଥ ଆଉ ଗୋଟିଏ ପ୍ରକାର ଅର୍ଥ। Are you able to understand? Let's read. ବୁଝିପାରିଲେ? Next verse. ଆସନ୍ତୁ ଆମେ ଯିବା ତା ପରବର୍ତ୍ତୀ ବଚନକୁ। Verse 13. ମୁଁ ଶଯ୍ୟା ଉପରେ ମୋ ମନର ଦର୍ଶନ କ୍ରମେ ଦେଖିଲି, ଆଉ ଦେଖ ଏକ ପ୍ରହରୀ ଓ ପବିତ୍ର ପୁରୁଷ ସ୍ୱର୍ଗରୁ ଓହ୍ଲାଇ ଆସିଲେ। Word of God says, as Nebuchadnezzar watching at this tree and the birds coming and sitting in the branches, ଯେତେବେଳେ ରାଜା ସ୍ୱପ୍ନ ଦେଖୁଥିଲେ ସେ ଗଛ ବିଷୟରେ ଆଉ ପକ୍ଷୀ ମାନେ ଆସିକି ଆଶ୍ରୟ ନେଉଥିଲେ, beasts are taking the shade and resting peacefully. ଆଉ ପଶୁ ପକ୍ଷୀ ମାନେ ସମସ୍ତେ ଆଶ୍ରୟ ନେଉଥିଲେ। And when Nebuchadnezzar sees that there are fruits and flowers and leaves on the tree, ଆଉ ମଧ୍ୟ ରାଜା ଦେଖିଲେ କି ଏ ଗଛରେ ଫଳମୂଳ ଭର୍ତ୍ତି ଅଛି। all of a sudden he hears someone come from heaven and speak something. ହଠାତ୍ ସେ ଏଇ ସବୁ ଘଟୁଥିବା ସମୟରେ ତାଙ୍କେ ଗୋଟେ ଆୱାଜ ଶୁଣିଲେ। Do you find something like this happening in Daniel chapter 2? ଦାନିଏଲ 2 ପର୍ବରେ ମଧ୍ୟ ଏ ପ୍ରକାର କିଛି ଗୋଟେ ଦେଖୁଛୁ କି? Yes, as he was looking at the statue, all of a sudden he sees a stone cut without a hand come and hit the statue. ଠିକ ଏଇ ପ୍ରକାର ଯୋଉ ପ୍ରକାର କି ହଠାତ୍ ଆୱାଜ ଆସିଲା 4 ପର୍ବରେ 2 ପର୍ବରେ ମଧ୍ୟ ତାଙ୍କେ ଦେଖୁଥିଲେ ମୂର୍ତ୍ତିକୁ, ହଠାତ୍ କୋଉ ଜାଗାରୁ ଗୋଟେ କଣ ଆସିଲା ପ୍ରସ୍ତର ଆସିକରି ଏଇ ମୂର୍ତ୍ତିକୁ ଆଘାତ କଲା। See, when you study the book of Daniel, you should go back and forth and study things together and bring a good picture out of it. ପ୍ରିୟ ବନ୍ଧୁମାନେ, ଦାନିଏଲ ପୁସ୍ତକ ପଢୁ ପଢୁ ଆମେ କେବେ ଆଗ ପଛ ଯାଇକରି ଯାହା ଆମ ପାଇଁ ଯାହା ଆମ ବିଶ୍ୱାସକୁ ଦୃଢ଼ କରିପାରେ ଏଇ ପ୍ରକାର ଜିନିଷ ଆମେ ନେବାକୁ ପଡିବ। As you move forward in the book of Daniel, please don't forget what you have studied before. ଆମେ ଦାନିଏଲ ପୁସ୍ତକ ଆଗ ଯାଉ ଯାଉ ପଛରେ ଆମେ ଯାହା ପଢିଛୁ ଏହା ଭୁଲନ୍ତୁ ନାହିଁ। Because what happened in the past is going to happen in the future. ଆମେ କାଲି କ'ଣ ଦେଖିଥିଲୁ? ଯାହା ପୁରାତନ ଦିନମାନଙ୍କରେ ଘଟିଥିଲା ଆଗନ୍ତିକ ଦିନମାନଙ୍କରେ ମଧ୍ୟ ଏହା ଘଟିପାରେ। What you have studied in the past, you are going to build on it and study more and more upon that. ଯାହା ଗତ ବିତି ଯାଇଥିବା ଦିନମାନେ ପଢିଛୁ ଆଗନ୍ତିକ ଦିନମାନଙ୍କରେ ତାହା ବିଷୟରେ ଆହୁରି ଗଭୀର ଭାବେ ଆମେ ପଢିପାରିବା। And so when Nebuchadnezzar is seeing this big huge tree and all the things in the tree, something happens. When Nebuchadnezzar is seeing this tree and all the fruits and the leaves and the birds and the beasts, something happens. ଆଚ୍ଛା, ନବୁକଦନେଜର ଦେଖୁ ଦେଖୁ ଏତେ ବଡ଼ ଗଛ, ଅନେକ ପଶୁ ପକ୍ଷୀ ଅଛନ୍ତି, ଫଳ ମୂଳ ଅଛନ୍ତି,
ସେହି ସମୟରେ କିଛି ଗୋଟିଏ ଘଟିଛି। Word of God says that he saw one holy one coming from heaven and speaking something. ତାଙ୍କେ କ'ଣ ଦେଖିଲେ? ଜଣେ ପବିତ୍ର ଲୋକେ ସ୍ୱର୍ଗରୁ ଆସିକରି କିଛି କହୁଛନ୍ତି। Now listen very carefully. ପ୍ରିୟ ବନ୍ଧୁମାନେ ଶୁଣନ୍ତୁ ଦୟାକରି। It says a watcher and a holy one came from heaven. ଆଉ ସେ କିଏ? ଜଣେ ଜଗୁଆଳି। ସେ କୋଉଠୁ ଆସିଛି? ସ୍ୱର୍ଗରୁ ସେ ପବିତ୍ର ଜଗୁଆଳି। That means someone who was watching the tree grow and trees having leaf and the fruit and the birds and the beast around it. Someone was watching. ହେଲେ ଏହାର ଅର୍ଥ କ'ଣ? ଜଣେ ଲୋକ ଦିନ ରାତି ଏଇ ଗଛକୁ କ'ଣ ହେଉଛି ତାଙ୍କେ ଜଗି ଦେଖୁଥିଲେ। ଫଳ ଫଳିବାରେ, ଫୁଲ ଫୁଲିବାରେ, ଆଉ ପଶୁ ପକ୍ଷୀ ଆସିବାରେ, ସେ ଗଛ ବଢ଼ିବାରେ ଜଣେ ଲୋକ ଏସବୁ କ'ଣ କରୁଥିଲେ? ଜଗି ଦେଖୁଥିଲେ। Do your neighbors watch over your house as to who is coming in, who is going out, and what is happening in your house? ପ୍ରିୟ ବନ୍ଧୁମାନେ ଆପଣଙ୍କ ଘରକୁ କିଏ ଜଗି ରହିଛନ୍ତି କି ଜଗିଛନ୍ତି କି? ଆପଣଙ୍କ ଘରକୁ କିଏ ଆସିବେ, କିଏ ଯାଉଛନ୍ତି, କ'ଣ ଘଟୁଛି, କ'ଣ ନ ଘଟୁଛି ଏ ବିଷୟରେ? Sometimes it does happen. କେବେ କେବେ ଜଗନ୍ତିନି ଲୋକମାନେ? There was a watcher who was watching, and that holy one comes down and he speaks with a loud voice. ଆଚ୍ଛା ଆମେ ଦେଖୁଅଛୁ ସେଇ ପବିତ୍ର ଜଗୁଆଳି ସେ ଆସିକରି ଜୋର ଆୱାଜରେ କିଛି କହିଲା। Verse 14. 14 ସେ ଉଚ୍ଚସ୍ୱର କରି ଏହି କଥା କହିଲେ, ହଁ। ଏହି ବୃକ୍ଷକୁ ଛେଦନ କର ଓ ତହିଁର ଶାଖା ସବୁ କାଟି ପକାଅ, ତହିଁର ପତ୍ର ସବୁ ଝାଡ଼ି ପକାଅ ଓ ଫଳ ସବୁ ବିଞ୍ଚି ଦିଅ, ତହିଁର ତଳୁ ପଶୁମାନେ, ତହିଁର ଡାଳରୁ ପକ୍ଷୀମାନେ ପଳାଇ ଯାଆନ୍ତୁ। Oh, very sad news. ବହୁତ ଦୁଃଖର ଖବର। Word of God says the tree should be cut. କିନ୍ତୁ ଏତେ ବଡ଼ ଗଛ, ଏତେ ସୁନ୍ଦର ଗଛ, ଏତେ ଯୋଉ ଗଛ ଅନେକ ଲୋକମାନଙ୍କୁ ଆଶ୍ରୟ ଦେଉଥିଲା, Yes, ବର୍ତ୍ତମାନ ସେ ଦୂତ କ'ଣ କହୁଛି? ଏ ଗଛକୁ କାଟିଦିଅ, The branches should be cut off. ତାର ଶାଖା ମାନଙ୍କୁ କାଟିଦିଅ, Shake off the leaves. ଆଉ ତାର ପତ୍ର ପଡ଼ିଯାଉ, Let's scatter the fruits. ଆଉ ଫଳମୂଳ ଇଆଡ଼େ ତାର ହେଇଯାଉ, Chase away all the animals ଆଉ and ସବୁ beasts. ପଶୁ ପକ୍ଷୀକୁ ଦୂରେଇ ପଠେଇ ଦିଅ, And let the birds fly away from the ଆଉ ପକ୍ଷୀମାନେ branches. ଉଡ଼ି ଯାଆନ୍ତୁ। Why like this? ଏସବୁ କାହିଁ ଘଟିଛି? All of a sudden, the dream that Nebuchadnezzar is seeing, he's finding that all these things are coming into nothingness. ଏତେ ବଡ଼ ସୁନ୍ଦର ଦେଖୁଥିଲେ, କିନ୍ତୁ ଶେଷରେ ସେ ସ୍ୱପ୍ନରେ ଏତେ ବଡ଼ ଗଛର ସବୁ ନଷ୍ଟ ହେଇଯାଇଛି। Question. ପ୍ରଶ୍ନ, Did Nebuchadnezzar get afraid, scream, and did his sleep break off? ଆଚ୍ଛା ବର୍ତ୍ତମାନ ରାଜା ନବୁକଦନେଜର ସ୍ୱପ୍ନ ଦେଖିଲା, କିନ୍ତୁ ସେ ସ୍ୱପ୍ନ ଦେଖିଲା ପରେ ତା ନିଦ ଭାଙ୍ଗିଲା କି? ସେ ଚିତ୍କାର କଲା କି? No. But in Daniel chapter 2, when the idol broke, immediately he was frightened. କିନ୍ତୁ ଦାନିଏଲ 2 ପର୍ବରେ ଯେତେବେଳେ ସେ ମୂର୍ତ୍ତି ଭାଙ୍ଗିଗଲା ସେ ଚିତ୍କାର କଲା। What is the difference? Why? ଏହାର ଫରକ କ'ଣ ଅଛି? Read next verse. ଆସନ୍ତୁ ଆଗାମୀ ବଚନ ପଢ଼ିବା। ତଥାପି ଭୂମିରେ ତାହାର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳମୟ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କମଳ ତୃଣ ମଧ୍ୟରେ ରଖ ଓ ତାହା ଆକାଶର କାକରରେ ତିନ୍ତୁ, ଆଉ ପଶୁମାନଙ୍କ ସଙ୍ଗେ ପୃଥିବୀର ତୃଣରେ ତାହାର ଅଂଶ ହେଉ। Now, word of God says there is something little good that has happened to this tree. ପ୍ରିୟ ବନ୍ଧୁମାନେ, ଈଶ୍ୱରଙ୍କ ବାକ୍ୟ କହେ ଏଇ ଗଛ କଟାଗଲା, କିନ୍ତୁ ତାର କ'ଣ? ସେ ଖମ୍ବଟା ରଖାଗଲା। No, you are going ahead of what I am going to say. Okay, sorry. Something good is happening here. Word of God says that even the tree is cut, the root is not uprooted. ଆଚ୍ଛା, ଈଶ୍ୱରଙ୍କ ବାକ୍ୟ କହେ ସେ ଗଛ କଟାଗଲା, କିନ୍ତୁ ତାର ଚାର ମୂଳକୁ କଡ଼ା ଯାଇନଥିଲା। That means there is a chance for this tree, probably there is some chance for this tree to come back. ଏହାର ତ କ'ଣ? ତାର ଚେର ଅଛି ମାନେ କେବେ ନା କେବେ ଏଇ ଗଛ ଆଉ ଥରେ ଉଠିପାରେ। But now it says, let the tree be wet with the dew of heaven. ଆଉ କ'ଣ କହୁଛି? ସ୍ୱର୍ଗର କ'ଣ ସେ ପାଣି ସହିତ, ବରଫ ସହିତ, ଆଉ କ'ଣ କାକର ସହିତ ଏ ଗଛ ତିନ୍ତୁ। And also it says, let it eat the grass like an ox, or let it eat the grass of the ଆଉ earth. ଏ ଗଛ କ'ଣ କରିବ? ଏ ଖମ୍ବ କ'ଣ କରିବ? ଜଗତର ପୃଥିବୀର ଘାସ ଖାଉ। Can a tree eat grass? କ'ଣ ଗଛ ଘାସ ଖାଇପାରିବ କି?
That's the reason this is a vision and the meaning is different. ସେ ଯୋଗୁଁ ଏହା ଗୋଟେ ଦର୍ଶନ, ଏହାର ଅର୍ଥ ଅଲଗା। That's the reason we are called to study the book of Daniel. ସେ ଯୋଗୁଁ ପରମେଶ୍ୱର ଆମକୁ ଡାକି ଅଛି କାହିଁକି ଦାନିଏଲ ପୁସ୍ତକ ପଢ଼ିବା ପାଇଁ। What you see in a vision is different and the meaning is different. ଯାହା ଆମେ ଦର୍ଶନ ଦେଖୁଅଛୁ ଅଲଗା ଏବଂ ତାହାର ଅର୍ଥ ମଧ୍ୟ ଅଲଗା। Now it says here, verse 16. ଆଚ୍ଛା 16 ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାକୁ ପଶୁର ହୃଦୟ ଦତ୍ତ ହେଉ। ଆଉ It says here, let his heart be changed from man's heart and let him be given a heart of a beast. ଆଚ୍ଛା 16 ନାଇଁ କି ତାହାର ମାନବ ହୃଦୟ ପରିବର୍ତ୍ତିତ ହେଉ ଓ ତାହାଙ୍କୁ ପଶୁର ହୃଦୟ ଦତ୍ତ ହେଉ। Now how is man's heart? ହୃଦୟର ମଣିଷ ହୃଦୟ କି ପ୍ରକାର ଅଛି? Word of God says Nebuchadnezzar, or I should say this tree has a heart of a man and this heart of a man needs to be changed. ବର୍ତ୍ତମାନ ଏହି ଗଛକୁ କ'ଣ କହୁଛି? ତାର ମଣିଷର ହୃଦୟ ଅଛି କିନ୍ତୁ ଏହି ହୃଦୟକୁ ପରିବର୍ତ୍ତନ କରାଅଛି, ବଦଳାଇବା ଦରକାର। How is the heart of a man? ଆଚ୍ଛା ମଣିଷର ହୃଦୟ କି ପ୍ରକାର ଅଛି? Jeremiah chapter 17 verse 9. ଜେରେମିୟା ପୁସ୍ତକ 17:9। Someone from men's side can read. ଆଚ୍ଛା ପୁରୁଷମାନଙ୍କ ଭାଇମାନଙ୍କ ମଧ୍ୟରେ କିଏ ପଢ଼ିବେ? ଜେରେମିୟା ପୁସ୍ତକ 17:9। ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରୀତି କାର୍ଯ୍ୟ ରୂପେ ପୀଡ଼ିତ, କିଏ ତାହା ଜାଣିପାରେ? Did you understand how is the heart of man? ପ୍ରିୟ ବନ୍ଧୁମାନେ ମଣିଷର ହୃଦୟ କେମିତି ଜାଣିଛନ୍ତି? It says heart of man is deceitful above all things. ମଣିଷର ହୃଦୟ କ'ଣ ଅଛି? ଅନ୍ତଃକରଣ ସବୁଠାରୁ କପଟମୟ। Deceitful also means it's very dangerous. ଆଉ ଅପ୍ରୀତି କାର୍ଯ୍ୟ ରୂପେ ପୀଡ଼ିତ। There are some sockets here, electrical sockets. ବର୍ତ୍ତମାନ ଏଇଠାକାରେ କେତେ ଇଲେକ୍ଟ୍ରିକ ଜିନିଷ ମାନେ ଅଛି, ସକେଟ ଗୁଡ଼ାକ ଅଛି। If you put fingers in those sockets and turn on the switch button on, what will happen? ଯଦି ଆମେ ଏଇ ଯୋଉ ଇଲେକ୍ଟ୍ରିକ ଜିନିଷ ଅଛି ସେ ସକେଟ ଭିତରେ ଆମେ ହାତ ପୁରାଇବା, ଆଙ୍ଗୁଠି ପୁରାଇବା ଆଉ ସ୍ୱିଚକୁ ଅନ୍ କରିବା, କ'ଣ ହେବ? କ'ଣ ହେବ? You have not found the scripture. Jeremiah chapter 17. କେହି ଜଣେ ପଢ଼ନ୍ତୁ ଜେରେମିୟା 17:9 ପଢ଼ନ୍ତୁ ଦୟାକରି। From behind. From behind. ଅନ୍ତଃକରଣ ସବୁଠାରୁ କପଟମୟ ଓ ଅପ୍ରୀତି କାର୍ଯ୍ୟ ରୂପେ ପୀଡ଼ିତ, କିଏ ତାହା ଜାଣିପାରେ? Now word of God says that heart is very deceitful, it's very dangerous to be deceitful. ଆଉ ଈଶ୍ୱରଙ୍କ ବାକ୍ୟ କହେ ଯେତେବେଳେ ମଣିଷ ଅନ୍ତଃକରଣ ସବୁଠାରୁ କପଟମୟ, ଏହା ଗୋଟିଏ And ବହୁତ let's take one ଅସୁବିଧା। small example. There is an electrical socket. If you put fingers in that and switch on the button, ଆଚ୍ଛା ଆମେ ଗୋଟେ ଛୋଟ ଉଦାହରଣ ନେବା। ଯଦି ଇଲେକ୍ଟ୍ରିକାଲ ଜିନିଷ ଅଛି, ଏଟା ଭିତରେ ହାତ ପୁରାଇବା ଏବଂ ସ୍ୱିଚ୍ ଅନ୍ କରିବା, କ'ଣ ହେବ? you'll get a shock, isn't it? ଶକ୍ ଦେବ କି ନାହିଁ? Heart is more dangerous than that. କିନ୍ତୁ ପ୍ରିୟ ବନ୍ଧୁମାନେ ତାଠାରୁ ମଧ୍ୟ ହୃଦୟ ବହୁତ ଡେଞ୍ଜର If it is not with God. ଯଦି ଏଇଟା ଈଶ୍ୱରଙ୍କ ଠାରେ ନାହିଁ। If you have God in your heart, nothing like it. It's the best place that God can ever be in. ପ୍ରିୟ ବନ୍ଧୁମାନେ ଯଦି ପରମେଶ୍ୱର ଚାହୁଁଛନ୍ତି ହେଲେ ତାଙ୍କ ସର୍ବଶ୍ରେଷ୍ଠ ଜାଗା କୋଉଠି ଯାଉଛନ୍ତି? ଆମମାନଙ୍କର ହୃଦୟରେ। But in this heart, at one point of time, or I should say, at any given point of time, two people cannot stay. Either God or Satan will stay in this ପ୍ରିୟ heart. ବନ୍ଧୁମାନେ ଯୋଉ ସମୟରେ ହଉ, ଦିନ ହଉ ରାତି ହଉ, ଏ ହୃଦୟରେ କେବଳ ଜଣେ ଲୋକ ବାସ କରିପାରିବେ, ଶୈତାନ ନହେଲେ ଯୀଶୁ। Word of God says that this tree was given heart of a beast, but before that heart of a man was taken away. ପରମେଶ୍ୱର ବାକ୍ୟ କହେ ଏଇ ଯୋଉ ଗଛକୁ ପଶୁର ହୃଦୟ ଦିଆ ହେଇଛି, ତାହା ପୂର୍ବେ ମଣିଷର ହୃଦୟ ଥିଲା। What does this mean? ଈଶ୍ୱରଙ୍କ ବାକ୍ୟ କ'ଣ କହୁଛି? ଏହାର ଅର୍ଥ କ'ଣ? Verse 17. 17 ପଢିବା।
जे सर्वपरिस्थ से जे मनुष्य गणर राज्य रे कर्तृत्व करंती और जहाकु ताहांकर इच्छा ताहाकु से ताहा दियंती पुणी मनुष्य मानक मध्यरे निचतम लोक को तही उपरे नियुक्त करंती जीवित लोक माने जेपरि हा जानिबे एथिबा एही वाक्य प्रहरी गणर आदेश रे ओ एही दाबी पवित्र गणर वाक्य द्वारा होयछि. Word of God says in verse 17 that this all happened because it was demand of that watcher. ଏହା ସବୁ ହେଇଛି କାହିଁକି ନା ସେଇ ଜଗୁଆଳି ଚାହିଁଥିଲେ. And all this happened so that God of Most High would be exalted. ଆଉ ଏ ସବୁ ହେଇଛି କାହିଁକି ନା ସ୍ୱର୍ଗର ପରମେଶ୍ୱର ଏହା ସବୁ ତାଙ୍କେ ଆନନ୍ଦ ପାଇବେ. It all happened so that the whole world would come to know that there is a ruler called ଏ God. ସବୁ ଘଟିଛି କାହିଁକି ନା ସାରା ପୃଥିବୀ ଜାଣିବ କି ସ୍ୱର୍ଗରେ ଜଣେ ପରମେଶ୍ୱର ଅଛନ୍ତି ଯିଏ କି ଶାସନ କରୁଛନ୍ତି. Now listen very carefully. ଆସନ୍ତୁ ଟିକେ ଭଲ ଭାବରେ ଶୁଣିବା. In this one dream, so many benefits are listed in this scripture. এই ସ୍ୱପ୍ନରେ ଆମମାନଙ୍କ ପାଇଁ ଅନେକ ଶିକ୍ଷା ବା ଲାଭ ଲେଖା ଅଛି. Point number 1. ପ୍ରଥମ ପଏଣ୍ଟ, It is to intend that the living may know that there is the Most High God. ଏହାର ଅର୍ଥ କ'ଣ ମାନେ ଲୋକମାନେ ସମସ୍ତେ ଜାଣିବେ କି ସ୍ୱର୍ଗରେ ଜଣେ ଜୀବିତ ପରମେଶ୍ୱର ଅଛନ୍ତି. So you and I, we should know what is the reason why God gave this dream to Nebuchadnezzar. ପ୍ରିୟ ବନ୍ଧୁମାନେ ବର୍ତ୍ତମାନ ଆମେ ଜାଣିବାର ଦରକାର ପରମେଶ୍ୱର ଏହି ସ୍ୱପ୍ନ ରାଜା ନବୁକଦନେଜରକୁ କାହିଁକି ଦେଲେ. Point number 2. ଦ୍ୱିତୀୟ ପଏଣ୍ଟ, It also tells that it is God's will whom to give the kingdom and from whom to take away the kingdom. ଦ୍ୱିତୀୟ ପଏଣ୍ଟ କ'ଣ ଦେଖୁଛୁ, ପରମେଶ୍ୱର କାହାକୁ ରାଜ୍ୟ ଦେବେ କାହାରି ରାଜ୍ୟ ନେବେ ଏହା କାହାର ଇଚ୍ଛା, ପରମେଶ୍ୱରଙ୍କ ଇଚ୍ଛା. Does it tell something to us? ଏହା ଆମକୁ କିଛି କହେ କି ନାହିଁ, ଏଇଟା ଆମ ଜୀବନରେ କିଛି ଲାଗୁ ହୁଏ କି ନାହିଁ. It is God who decides how much of wealth we should have. ପ୍ରିୟ ବନ୍ଧୁମାନେ ପରମେଶ୍ୱରଙ୍କ ଇଚ୍ଛା କେତେ ଧନ ଶକ୍ତି କାହାକୁ ଦିଆଯିବାର ଅଛି. If God wants, He can take away all that we have also. ଆଉ ପରମେଶ୍ୱର ଚାହିଁଲେ ଆମର ଯାହା କିଛି ଅଛି ସବୁ ତାଙ୍କେ ନେଇପାରନ୍ତି. I have seen so many people who are rich, but after some time they were as poor as they could. ଆଉ ଅନେକ ଲୋକମାନଙ୍କୁ ମୁଁ ଦେଖିଅଛି ସେମାନେ ବହୁତ ଧନୀ ଥିଲେ କିନ୍ତୁ କିଛି ସମୟ ପରେ ଗରିବ ଲୋକମାନଙ୍କ ପରି ତାଙ୍କେ ମଧ୍ୟ ଗରିବ ହେଇଗଲେ. Even though they tried to maintain their wealth, they were not able to. ତାଙ୍କ ଧନ ସମ୍ପତ୍ତିକୁ ତାଙ୍କେ ରଖିବା ପାଇଁ ଚେଷ୍ଟା କଲେ ହେଲେ ମଧ୍ୟ ତାଙ୍କ ଧନ ସମ୍ପତ୍ତି ଏମିତି ଉଡ଼ିଗଲା. Are you able to understand? ପ୍ରିୟ ବନ୍ଧୁମାନେ ବୁଝିପାରିଲେ, God is in control of every affair in this world. ପ୍ରିୟ ବନ୍ଧୁ ପୃଥିବୀର ଯାହା କିଛି ଘଟୁଅଛି ସବୁ କାହାରି ଆୟତରେ ଅଛି, ପରମେଶ୍ୱରଙ୍କ ଆୟତରେ ଅଛି. Who says this? ଏହା କିଏ କହେ? It says Nebuchadnezzar says this. ରାଜା ନବୁକଦନେଜର ନିଜେ କହୁଛି. Verse 18. 18 ପଢିବା. ମୁଁ ରାଜା ନବୁକଦନେଛର ଏହି ସ୍ୱପ୍ନ ଦେଖିଅଛି. ଏବେ ହେ ବେଲଶସ୍ତର ତୁମ୍ଭେ ଅର୍ଥ ଜଣାଅ, କାରଣ ମୋ ରାଜ୍ୟସ୍ଥ ସମସ୍ତ ବିଦ୍ୱାନ ଲୋକ ତହିଁର ଅର୍ଥ ମୋତେ ଜଣାଇବାକୁ ଅକ୍ଷମ ଅଟନ୍ତି, ମାତ୍ର ତୁମ୍ଭେ ସକ୍ଷମ ଅଟ, କାରଣ ତୁମ୍ଭ ଅନ୍ତରେ ପବିତ୍ର ଦେବଗଣର ଆତ୍ମା ଅଛନ୍ତି. Again, Nebuchadnezzar says, Belshazzar, I know you can tell me the meaning of this. ଏଇଠାରେ ରାଜା କହୁଛି କାହାକୁ? ଦାନିଏଲ, ଯାହାର ନାମ ବେଲଶାଜାର, ମୁଁ ଜାଣିଛି କେବଳ ତମେ ହିଁ କହିପାରିବ. If you lift up God, if you exalt God, God would exalt you also. ଯଦି ଆମେ ପରମେଶ୍ୱରଙ୍କୁ ଆମ ଜୀବନ ଉଚ୍ଚ ସ୍ଥାନ ଦେବା ହେଲେ ପରମେଶ୍ୱର ଆମମାନଙ୍କୁ ମଧ୍ୟ ଉଚ୍ଚ ସ୍ଥାନରେ ରଖିବେ. I have never come across any person whose life was just the same before he met Christ and after he met Christ. ଆଉ ମୁଁ ଏ ପ୍ରକାର ଲୋକ ମୁଁ ଦେଖି ନାହିଁ ଯାହାର ଜୀବନ ଯୀଶୁ ଖ୍ରୀଷ୍ଟଙ୍କୁ ପାଇଲା ପରେ ଯୋଉ ଜୀବନ ଥିଲା, ଯୀଶୁ ଖ୍ରୀଷ୍ଟଙ୍କୁ ପାଇଲା ପୂର୍ବେ ଯୋଉ ଜୀବନ ଥିଲା, ଯୀଶୁ ଖ୍ରୀଷ୍ଟଙ୍କୁ ପାଇଲା ପରେ ମଧ୍ୟ ସେଇ ଜୀବନ ବିତାଇଲା ପରି ଏ ପ୍ରକାର ଲୋକଙ୍କୁ ମୁଁ ଦେଖି ନାହିଁ.
Before meeting Christ, you may not have the spiritual riches, but after meeting Christ, definitely you will become spiritually rich. ଯୀଶୁଙ୍କୁ ପାଇଲା ପୂର୍ବେ ଆମର ଯେଉଁ ଆଧ୍ୟାତ୍ମିକ ଧନୀ ନଥିବ କିନ୍ତୁ ଯୀଶୁଙ୍କୁ ପାଇଲା ପରେ ସେଇ ଜୀବନ କ'ଣ ହେବ ପରିବର୍ତ୍ତନ ଏବଂ ଆଧ୍ୟାତ୍ମିକ ଧନରେ ପରିବର୍ତ୍ତନ ହେବ। Now, question. ପ୍ରଶ୍ନ, Why does Nebuchadnezzar say to Daniel, Daniel, I know you can tell me the meaning. ଆଚ୍ଛା ରାଜା ନବୁକଦନେଜର ଦାନିଏଲକୁ କାହିଁକି କହିଲେ ଦାନିଏଲ ମୁଁ ଜାଣିଛି ତମେ କହିପାରିବ? Why does he say that? କାହିଁକି କହିଲା? Why does he say that? କାହିଁକି ରାଜା ନବୁକଦନେଜର ଦାନିଏଲକୁ କହିଲା? Because Daniel is yet to tell the meaning, but still he says that, Daniel, I know you can tell that meaning. ଦାନିଏଲ ବର୍ତ୍ତମାନ ପର୍ଯ୍ୟନ୍ତ ସେଇ ସ୍ୱପ୍ନର ଅର୍ଥ କହି ନାହିଁ କିନ୍ତୁ ରାଜା କହୁଛି ଦାନିଏଲ ତମେ କହିପାରେ ବୋଲି କାହିଁ କହୁଛି? It says here, for the spirit of holy gods is in you. Acha, Holy kona kହୁଛି? God's spirit is in you. ଆଉ କ'ଣ କହୁଛି ତମେ କହିପାରିବ କାହିଁକି ନା ତମ ଜୀବନରେ ଅନେକ ଦେବଗଣ ପବିତ୍ର ଦେବଗଣର ଆତ୍ମା ଅଛି। That is one reason. ଏହା ଗୋଟେ କାରଣ। What is another reason? ଆଉ ଗୋଟେ କାରଣ କ'ଣ? In Daniel chapter 2, Daniel already had given the explanation of the image to Nebuchadnezzar. ଦାନିଏଲ 2 ପର୍ବରେ ଦାନିଏଲ ରାଜାଙ୍କୁ ସେ ମୂର୍ତ୍ତିର ବିବରଣୀ କରିକି ତାଙ୍କେ ସଂକ୍ଷିପ୍ତରେ ସବୁ ଜଣାଇଥିଲେ। And so Nebuchadnezzar knows that. ଆଉ ସେ ଯୋଗୁଁ ରାଜା ନବୁକଦନେଜର ଜାଣିଛନ୍ତି। And so he says, Daniel, last time you did that, this time also you do it. ଆଉ ଦାନିଏଲ ତମେ ଗତ ଥର କରିଥିଲ ବର୍ତ୍ତମାନ ମଧ୍ୟ ତମେ କରିପାର ବୋଲି ମୋ ବିଶ୍ୱାସ ଅଛି ବୋଲି କି କିଏ କହୁଛି? ରାଜା କହୁଛି। That's the reason I'm saying God is giving his people to Nebuchadnezzar so that Nebuchadnezzar would be saved. ପ୍ରିୟ ବନ୍ଧୁମାନେ ପରମେଶ୍ୱର ତାଙ୍କ ଲୋକମାନଙ୍କୁ ରାଜାଙ୍କ ସାମ୍ନାରେ ପ୍ରବେଶ କରି ତାଙ୍କ ବାକ୍ୟ କହୁଛନ୍ତି କାହିଁକି ନା ଦିନେ ନା ଦିନେ ହେଇପାରେ ରାଜା ନବୁକଦନେଜର ତାଙ୍କ ଜୀବନକୁ ପରିବର୍ତ୍ତନ କରିବ ଏବଂ ଈଶ୍ୱରଙ୍କୁ ପାଇବ। Verse 19. ଆସନ୍ତୁ 19 ବଚନ ଯିବା। ତହିଁରେ ବେଲ୍ଟଶସ୍ତ୍ର ନାମକ ଦାନିଏଲ କ୍ଷଣକାଳ ଚମତ୍କୃତ ହୋଇ ରହିଲେ ଓ ତାଙ୍କର ଭାବନା ତାଙ୍କୁ ବ୍ୟାକୁଳିତ କଲା। ରାଜା ଉତ୍ତର କରି କହିଲା, ହେ ବେଲ୍ଟଶସ୍ତ୍ର, ସେହି ସ୍ୱପ୍ନ ବା ତହିଁର ଅର୍ଥ ତୁମ୍ଭକୁ ବ୍ୟାକୁଳିତ ନ କରୁ। Word of God says, after hearing to this dream, Daniel was astonished. He was surprised at the same time. He did not feel like telling the meaning. ଏତେ ଶୁଣିଲା ପରେ ସେ କ'ଣ ହେଲା ମାନେ ଏ ପ୍ରକାର ଭାବନା ଆସିଲା ସେଇ ସ୍ୱପ୍ନର ଅର୍ଥ କହିବା ପାଇଁ ଦାନିଏଲ ଚାହିଁଲା ନାହିଁ। He said something which he did not wanted to say. କିଛି ଜିନିଷ ସେ କହିବା ପାଇଁ ଚାହୁଁନଥିଲା। He said, Daniel says to Nebuchadnezzar, Nebuchadnezzar, let this dream not come upon you but upon your enemies. ଆଉ ଦାନିଏଲ କ'ଣ କହିଲେ ରାଜାକୁ? ରାଜା ଏହି ସ୍ୱପ୍ନ ଯେପରିକି ଆପଣଙ୍କ ଜୀବନରେ ନ ହଉ କିନ୍ତୁ ଆପଣମାନଙ୍କ ଶତ୍ରୁମାନଙ୍କ ଜୀବନରେ ହଉ। Question. ପ୍ରଶ୍ନ, Are you ready? ଆପଣ ରେଡି ତୈୟାର ଅଛନ୍ତି? In Daniel chapter 3, Daniel knows very well that his 3 Hebrew friends were thrown in the furnace. ଦାନିଏଲ 2 ପର୍ବରେ ଦାନିଏଲ ଜାଣିଥିଲେ 3 ପର୍ବରେ ଦାନିଏଲ ଜାଣିଥିଲେ କି ତାଙ୍କ 3 ସାଙ୍ଗମାନଙ୍କୁ କୋଉଠି ଫିଙ୍ଗି ଦେଲେ? ଅଗ୍ନିକୁଣ୍ଡରେ ଫିଙ୍ଗି ଦେଲେ। Same Nebuchadnezzar in Daniel chapter 2 is ready to kill Daniel and all wise men. ଆଉ ଦାନିଏଲ 2 ପର୍ବରେ ଏହି ରାଜା ନବୁକଦନେଜର ସମସ୍ତ ଜ୍ଞାନୀ ମାନଙ୍କୁ ଏବଂ ଦାନିଏଲକୁ ମଧ୍ୟ ହତ କରିବା ପାଇଁ ବଧ କରିବା ପାଇଁ ଚାହୁଁଥିଲେ। Then why is he saying, let this dream be upon your enemies, but I don't want it to come upon you? କିନ୍ତୁ ବର୍ତ୍ତମାନ ଦାନିଏଲ କହୁଛି ହେ ରାଜା ଏଇ ଯୋଉ ସ୍ୱପ୍ନର ଅର୍ଥ ଏଇ ଅର୍ଥ ଆଉ କାହାରି ଜୀବନରେ ହଉ ତୁମର ଶତ୍ରୁମାନଙ୍କ ଜୀବନରେ ହଉ କିନ୍ତୁ ଆପଣଙ୍କ ଜୀବନରେ ନ ହଉ। Why is Daniel so much loving and caring towards Nebuchadnezzar when Nebuchadnezzar is not so good to him? କାହିଁକି ଦାନିଏଲ ଏତେ ଦୟା ଦେଖାଉଛନ୍ତି ଏତେ ପ୍ରେମ ଦେଖାଉଛନ୍ତି? ଯେତେବେଳେ କି ଦାନିଏଲ 2 ପର୍ବରେ ସେମାନଙ୍କୁ ବଧ କରିବା ଚେଷ୍ଟା କରୁଥିଲା ଦାନିଏଲ 3 ପର୍ବରେ ତାର 3 ସାଙ୍ଗମାନଙ୍କୁ ସେ ଅଗ୍ନିକୁଣ୍ଡରେ ଫିଙ୍ଗିଦେଲା। Are you?
Bible says, love your enemies as your own self. ବାଇବଲ କ'ଣ କହେ? ତୁମରି ଶତ୍ରୁମାନଙ୍କୁ ତୁମ ପରି ପ୍ରେମ କର। When love of God comes in your heart, you will not have enemies. You will love them as your own self. ପ୍ରିୟ ବନ୍ଧୁମାନେ, ଯେତେବେଳେ ଈଶ୍ୱରଙ୍କ ପ୍ରେମ ଆମ ହୃଦୟ ଆସିବ, ଆମ ଜୀବନରେ କୌଣସି ଶତ୍ରୁ ରହିବେ ନାହିଁ। ଆମେ ସେମାନଙ୍କୁ ନିଜ ପରି ଆମେ ପ୍ରେମ କରିବା। If people come and persecute you because you are following Christ, will you still love them? ଯଦି କୌଣସି ଲୋକମାନେ ଆସିକରି ଆପଣଙ୍କୁ ବୋଧ କରିବାକୁ ଚେଷ୍ଟା କରିବେ, କାହିଁକି ନା ଆପଣ ଖ୍ରୀଷ୍ଟିଆନ ବ୍ୟକ୍ତି ବା ଯୁବକ ଯୁବତୀ, ସତରେ କ'ଣ ଆପଣମାନେ ସେମାନଙ୍କୁ ପ୍ରେମ କରିବେ? Will you love them? ସେମାନଙ୍କୁ ପ୍ରେମ କରିବେ କି? ହଁ କି ନାହିଁ? ଏଇଟା କଷ୍ଟ। Word of God says Daniel is doing everything to save Nebuchadnezzar. ପ୍ରିୟ ବନ୍ଧୁମାନେ, ଦାନିଏଲ ସବୁ କିଛି କରୁଅଛି କାହିଁକି? ଏ ରାଜାଙ୍କ ଜୀବନକୁ ତାଙ୍କୁ ଉଦ୍ଧାର ଯେ ପ୍ରକାର ମିଳିବ ତାଙ୍କ ଚେଷ୍ଟା କରୁଛନ୍ତି। Because love of God that is in Daniel is much higher than the hatred that the king Nebuchadnezzar has towards God's people. ପ୍ରିୟ ବନ୍ଧୁମାନେ, ଏହି ବଚନରେ ଆମେ ଦେଖୁଅଛୁ ଈଶ୍ୱରଙ୍କ ପ୍ରେମ ଯେତେ ବଡ଼ ଶତ୍ରୁ ହେଲେ ମଧ୍ୟ ସେଇ ପ୍ରେମର କ'ଣ ମୂଲ୍ୟ? ବହୁମୂଲ୍ୟ। That's the love that we need to have, that divine agape love. ପ୍ରିୟ ବନ୍ଧୁମାନେ, ସେଇ ଡିଭାଇନ ପ୍ରେମ ବା ଆଗାପେ ପ୍ରେମ ଆମମାନଙ୍କ ହୃଦୟରେ ହେବା ନିହାତି ଦରକାର। Next verse. ତାପରେ ଯିବା ତା ପରବର୍ତ୍ତୀ ବଚନ। ଆପଣ ଯେଉଁ ବୃକ୍ଷ ଦେଖିଲେ ଯାହା ବଢି ବଳବାନ ହେଲା, ଯହିରେ ଉଚ୍ଚତା ଗଗନ ସ୍ପର୍ଶୀ ଓ ସମୁଦାୟ ପୃଥିବୀରେ ଦୃଶ୍ୟମାନ ହେଲା। Now, word of God says the tree that which grew and strong and whose height was reached to the heavens, it was a big tree. ଆଉ ଯେଉଁ ଗଛ ଯୋଉଟା କି କଟା ଯାଇଥିବା ଆଦେଶ ଦେଇଥିଲା, ସେଇ ଗଛ ବହୁତ ବଡ଼ ଗଛ ଥିଲା। Now here it is saying Daniel is giving the meaning of this dream. ବର୍ତ୍ତମାନ ଆମେ କ'ଣ ଦେଖୁଛୁ? ଦାନିଏଲ ଏହି ସ୍ୱପ୍ନର ଅର୍ଥ କହିବା ପାଇଁ ଆରମ୍ଭ କରିଛନ୍ତି। And he says this tree, verse 21. ଆଚ୍ଛା 21। ଯାହାର ପତ୍ର ସବୁ ସୁନ୍ଦର ଓ ଫଳ ଅନେକ ଥିଲା ଓ ଯହିରେ ସମସ୍ତଙ୍କ ପାଇଁ ଖାଦ୍ୟ ଥିଲା, ଯହିର ତଳେ କ୍ଷେତ୍ରସ୍ଥ ପଶୁମାନେ ବାସ କଲେ, ଯହିର ଶାଖାମାନର ଉପରେ ଆକାଶସ୍ଥ ପକ୍ଷୀଗଣର ବସତି ଥିଲା। Word of God says that the description that Nebuchadnezzar is giving to Daniel, Daniel says, yes, this tree is tall, this tree is looked upon by whole earth. ଆଉ ଦାନିଏଲ କହିଲେ, ହଁ ଏଇ ଗଛ ବହୁତ ଲମ୍ବା, ଆଉ ଏଇ ଗଛ ଅନେକ ଲୋକ ଦେଖୁଥିଲେ। But now who is this tree? Verse 22. ହେଲେ ବର୍ତ୍ତମାନ ଦେଖିବା ଏଇ ଗଛ କିଏ? 22 ଦେଖିବା। ହେ ମହାରାଜ, ସେହି ବୃକ୍ଷ ଆପଣ ଅଟନ୍ତି। ଆପଣ ବୁଦ୍ଧି ପାଇଁ ବଳବାନ ହୋଇଅଛନ୍ତି, କାରଣ ଆପଣଙ୍କର ମହତ୍ଵ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି ଓ ଆପଣଙ୍କର କର୍ତ୍ତୃତ୍ୱ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ବ୍ୟାପି ଅଛି। Word of God says this tree, Daniel says, is Nebuchadnezzar. ଆଉ ଥରେ ରାଜା କୁ କହୁଛନ୍ତି ଦାନିଏଲ, ହେ ରାଜା, ଏଇ ବୃକ୍ଷ କିଏ? ଏଇ ବୃକ୍ଷ ତମେ। Now listen carefully. ଆସନ୍ତୁ ଆଉ ଥରେ ଶୁଣିବା। I think we'll do one activity. ଆମେ କିଛି କରିବା। Let's all rise. ସମସ୍ତେ ଟିକେ ଠିଆ ହେବା। Imagine that you are under a mango tree. ଆପଣ ଭାବନ୍ତୁ କି ଆପଣ ମାନେ ଗୋଟେ ଗଛ ତଳେ ଅଛନ୍ତି, And you are supposed to pluck mangoes. ଆଉ ସେ ଗଛର ଆମ୍ବ ତଳେ ଚାହୁଁଛନ୍ତି। Imagine that you are under this tree. ଆଉ ଏଇ ଗଛ ତଳେ ଆପଣ ଅଛନ୍ତି ଭାବନ୍ତୁ। In Daniel chapter 4. ଆଉ ଦାନିଏଲ 4th ପର୍ଯ୍ୟାୟ ଲେଖା ଅଛି। And you want to pluck the mangoes and the fruits from that tree. ଆଉ ସେ ଗଛର ଫଳ ତୋଳିବା ପାଇଁ ଚାହୁଁଛନ୍ତି। And you start plucking. ଆପଣ ଫଳ ଖୋଳୁଛନ୍ତି, ତୋଳୁଛନ୍ତି। Please pluck. ଆଉ ତୋଳୁଛନ୍ତି। Please pluck. ଦୟାକରି ଆପଣ ଫଳ। And there are fruits little higher. There are fruits which are little higher. ଆଉ କେତେ ଗୁଡେ ଫଳ ଉପରେ ଅଛି। Raise your heel and pluck those fruits. କରନ୍ତୁ। And the fruits are falling down ଆଉ now. ଫଳ ପଡି ଯାଉଛି। Pick up the fruits. ସେ ଆମକୁ
ଗୋଟାନ୍ତୁ and keep it in the basket ଆର ବାକେଟ ରଖନ୍ତୁ and pick up the fruits ଫଳ ନିଅନ୍ତୁ ଆଉ ରଖନ୍ତୁ and keep it in the basket. ବାସ୍କେଟ ରଖନ୍ତୁ Okay, thank you so much. Please be seated. ବସନ୍ତୁ ଆପଣ ମାନେ ଗଛ ତଳେ ଯାହା ହଉ ଆମ୍ବ ଗୋଟେଇଲେ Word of God says, Daniel says to this king, King, you are that tree. ଦାନିଏଲ କହିଲେ ରାଜାଙ୍କୁ ହେ ରାଜା ଏଇ ଗଛ କିଏ ତମେ All the while, Nebuchadnezzar, the description that you were giving me, it is talking about you. ହେ ରାଜା ଯାହା ତ ବର୍ଣ୍ଣନା କରି କହୁଥିଲେ ଗଛ ବିଷୟରେ ଏଇ ଗଛ କିଏ ଆପଣ Verse 23. ଆସନ୍ତୁ ପଢିବା ପୁଣି ଆପଣ ଯେ ଦେଖିଲେ ସ୍ୱର୍ଗରୁ ତେଇଶ। ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର ତଥାପି ଭୂମିରେ ତହିଁର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କମଳ ତୃଣ ମଧ୍ୟରେ ରଖ ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ 7 କାଳ ବହିଯିବା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ Did Daniel say exactly what Nebuchadnezzar had seen? କଣ ଯାହା ରାଜା ଦେଖିଥିଲା ଠିକ ସେଇ ପ୍ରକାର ଦାନିଏଲ ଦେଖିଥିଲା କି Daniel is explaining this. He says, you, king, is that tree. That tree is you. ଆଉ ଦାନିଏଲ କହିଲେ ସେଇ ଗଛ ତମେ ଆପଣ And Daniel is explaining exactly what Nebuchadnezzar had seen in his mind, in his vision. ବର୍ତ୍ତମାନ ଯାହା ରାଜା ନବୁକଦନେଜର ଦର୍ଶନ ଦେଖିଥିଲେ ଠିକ ସେଇ ପ୍ରକାରେ ଦାନିଏଲ କହୁଛନ୍ତି Because the same words were repeated by Nebuchadnezzar to Daniel. He said, I had a dream and this is the dream. କାହିଁକି ନା ରାଜା ନିଜେ କହିଲେ ମୁଁ ଗୋଟେ ସ୍ୱପ୍ନ ଦେଖିଲି ଆଉ ଏହା ହେଉଛି ସ୍ୱପ୍ନ And now the meaning of the dream is what Daniel is telling. ବର୍ତ୍ତମାନ ଦାନିଏଲ ସେ ସ୍ୱପ୍ନର ଅର୍ଥ କହୁଛନ୍ତି He says, that tree is you. ଆଉ ଦାନିଏଲ କହୁଛି ହେ ରାଜା ସେଇ ଗଛ କିଏ ଆପଣ And word of God says that the tree should be cut down. ଆଉ ଈଶ୍ୱରଙ୍କ ବାକ୍ୟ କହେ ଏ ଗଛକୁ କଟା ଯିବାର ଅଛି But the root should Kintu- not be taken out. କିନ୍ତୁ ତାର କଣ କହିବେ ବୃକ୍ଷର ଛେଦନ କଲା ପରେ ସେ ମୁଣ୍ଡଟା ମୂଳ ଗଣ୍ଡିକ Why do you think the root was kept? ହେଲେ ସେ ମୂଳ ଗଣ୍ଡିକ କାହିଁକି ଛଡ଼ା ଯାଇଥିଲା If you can cut the tree, why the root should be kept? ଆପଣ ଗଛ କାଟିଲେ କିନ୍ତୁ ମୂଳକୁ କାହିଁକି ଛାଡ଼ିଦେଲେ What is the difference if you cut the tree from up and if you cut the tree from the root? ଆଚ୍ଛା ଗୋଟେ ଗଛକୁ କ'ଣ ମୂଳ ସହିତ ଟେକିଦେବା ଚେର ସହିତ ଟେକିଦେବା କାଟିଦେବା ଏହା ଅଲଗା ଆଉ ମୂଳକୁ ଅଧା ଖଣ୍ଡ କରି କାଟିବା ଏହାର ଫରକ କ'ଣ If you cut it from the above the root, then there are chances that the tree would grow back again. ଚେର ଉପର ଯଦି ଆମେ କୌଣସି ଗଛ କାଟିବା ଏହା ମାନେ ସେ ଗଛ କେବେ ନା କେବେ ଉଠି ପାରିବ So God is a loving God. ପ୍ରିୟ ବନ୍ଧୁମାନେ ପରମେଶ୍ୱର ବହୁତ ପ୍ରେମକାରୀ ପରମେଶ୍ୱର He does not want to destroy Nebuchadnezzar. ନାବୁକଦନେଜରକୁ ସେ ନଷ୍ଟ କରିବା ପାଇଁ ଚାହୁଁନାହାନ୍ତି If God is so merciful to Nebuchadnezzar who wanted to kill God's people, how much merciful you should be to your family members? ପ୍ରିୟ ବନ୍ଧୁମାନେ ଯଦି ଯୋଉ ପରମେଶ୍ୱର ଯୋଉ ଲୋକ କି ତାଙ୍କରି ଲୋକମାନଙ୍କୁ ବୋଧ କରିବା ପାଇଁ ଚେଷ୍ଟା କରୁଥିଲା ତାଙ୍କ ଉପରେ ଯଦି ଏତିକି ଦୟା ଦେଖାଉଛନ୍ତି ହେଲେ ଆମେମାନେ ଆମ ପରିବାର ଲୋକମାନଙ୍କ ଉପରେ କେତେ ଦୟା ନ ଦେଖେଇବା If God is using Daniel to do the best possible thing in order to save Nebuchadnezzar, why should we not help those people who don't know the truth? ଯେତେବେଳେ ପରମେଶ୍ୱର ଦାନିଏଲକୁ ବ୍ୟବହାର କରିକି ରାଜାଙ୍କୁ ଯେ ପ୍ରକାର ହେଲେ ଉଦ୍ଧାର ହେବାକୁ ଚେଷ୍ଟା କରୁଛନ୍ତି କାହିଁକି ଆମେମାନେ ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଯେ ପ୍ରକାର କି ତାଙ୍କ ଯୀଶୁ ଖ୍ରୀଷ୍ଟଙ୍କ ପାଖକୁ ଆସନ୍ତୁ ବୋଲି ଆମେ ଚେଷ୍ଟା ନ କରିବା If, just imagine, many of us are seated here because someone came and gave us the truth. ପ୍ରିୟ ବନ୍ଧୁମାନେ ଆମେ ସମସ୍ତେ ଏଠି ବସି ଅଛୁ କାହିଁକି ନା କେବେ କୌଣସି ଗୋଟେ ଲୋକ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟ
ଦେଇଛନ୍ତି ସେ ସତ୍ୟ ଆମମାନଙ୍କୁ ଜଣେଇଛନ୍ତି। How many of us are here because some pastor came and gave you Bible study, you were Hindus and then you became a Christian? How many ପ୍ରିୟ of ବନ୍ଧୁ us? ମାନେ ଆପଣ ମାନେ କେତେ ଜଣ ଆପଣ ଆପଣ ମାନେ ଆପଣଙ୍କ ବିଶ୍ୱାସ କରୁଛନ୍ତି ଏବଂ ଜାଣିଛନ୍ତି ଆପଣଙ୍କ ଜୀବନରେ କେହି ଜଣେ ଆସିକରି ଈଶ୍ୱରଙ୍କ ବାକ୍ୟ ଆମମାନଙ୍କୁ କହିଲା ବୋଲିକି? How many of us? କେତେ ଜଣ? How many of us were Hindus? Someone came and gave us Bible study. We came to Christian or we became Seventh-day Adventist. How many of us? ଆମମାନଙ୍କ ମଝିରେ କେତେ ଜଣ ଅଛନ୍ତି ଯିଏ କି ପୂର୍ବରେ କୌଣସି ଗୋଟେ ଅନ୍ୟ ଧର୍ମର ଥିଲୁ, ତାପରେ କେହି ଜଣେ ଈଶ୍ୱରଙ୍କ ବାକ୍ୟ କହିଲା, ଆମେ ଏଇ ଈଶ୍ୱରଙ୍କ ବାକ୍ୟକୁ ଶୁଣିକି ଟିକେ ଆସିଲୁ? କେତେ ଜଣ ଆପଣମାନଙ୍କ? Someone else was used as a Daniel for you. ପରମେଶ୍ୱର କେହି କୌଣସି ବ୍ୟକ୍ତିକୁ ଦାନିଏଲ ପରି ବ୍ୟବହାର କରିକି ଆପଣମାନଙ୍କ ପାଖକୁ ସେ ସତ୍ୟ ଅଣେଇଲେ। Now it is your turn to take this gospel and go to those people, even they persecute you, that's okay, but you have to give the gospel. ହେଲେ ଏ ସତ୍ୟ ଜାଣିଲା ପରେ ଏଇ ସତ୍ୟ କାହାକୁ କହିବା? ସେମାନେ ଗ୍ରହଣ ନ କଲେ ମଧ୍ୟ, ସେମାନେ ଜୀବନ ହରବର କଲେ ମଧ୍ୟ, ବୋଧ କରିବାକୁ ଚେଷ୍ଟା କଲେ ମଧ୍ୟ ଆମର କର୍ତ୍ତବ୍ୟ ଅଛି କି ଯୋଉ ବାକ୍ୟ ଆମେ ଶୁଣିଛୁ ସେଇ ବାକ୍ୟ ଆମେ ଅନ୍ୟମାନଙ୍କୁ କହିବା। You should plead with God and say to God, God, please don't cut that tree from the root. Give that tree some more time so that I can save that tree. ହେ ପରମେଶ୍ୱର ମୋତେ ସୁଯୋଗ ଦିଅ, ଯୋଉ ଗଛ ଆପଣ କାଟିବା ଚାହୁଁଛନ୍ତି ଆଉ ଟିକେ ନା ଟିକେ ସମୟ ଦିଅ, ଯେପରିକି ସେଇ ଗଛକୁ ସେଇ ମୂଳକୁ ଆଉ ଥରେ ବଞ୍ଚିଲା ପରି ମୁଁ କ'ଣ କରିବି? ସେବା କାର୍ଯ୍ୟ କରିପାରିବି। If God wants to uproot it, you can even pray and fast and say to God, God, please save that person. Give some more chance. God may listen to your prayers. ଯଦି ପରମେଶ୍ୱର ସେଇ ଗଛକୁ ପୁରା ଚେର ସହିତ କାଢ଼ିବା ଚାହୁଁଛନ୍ତି, ହେଲେ ଆପଣ କ'ଣ କରିବେ? ହେ ପରମେଶ୍ୱର ମୋତେ ଆଉ ଥରେ ସୁଯୋଗ ଦିଅ, ସେଇ ବ୍ୟକ୍ତିକୁ, ସେଇ ମାଆକୁ, ସେଇ ଭଉଣୀକୁ, ସେଇ ଭାଇକୁ, ସେଇ ବାପାଙ୍କୁ ମୁଁ ଆଉ ଥରେ ପ୍ରାର୍ଥନା କରିକି ନିବେଦନ କରିକି ସେଇ ଗଛକୁ ଆଉ ଯେପରିକି ମୁଁ ବଞ୍ଚେଇବି। Merciful God did not kill Nebuchadnezzar. ଦୟାଳ ପରମେଶ୍ୱର ନବୁକଦନେଜରକୁ ମାରି ନାହାନ୍ତି, But the tree is not just cut in the branches. କିନ୍ତୁ ପ୍ରିୟ ବନ୍ଧୁମାନେ ସେଇ ଗଛ କେବଳ ଶାଖା ଗୁଡ଼ା କଟାଯାଇ ନାହିଁ, It was only the root that was remaining. କେବଳ ଚେର ବଞ୍ଚିଛି। That means everything in the tree is almost gone. ଏହାର ଅର୍ଥ କ'ଣ? ସେ ପୁରା ମୂଳ କଟା ହେଇଛି ମାନେ ସବୁ ଅଲମୋଷ୍ଟ ମାନେ ସବୁ କିଛି ଗଲା ପରି। And but God somehow preserved Nebuchadnezzar's life so that he may know God and follow God. ପରମେଶ୍ୱର ନବୁକଦନେଜର ଜୀବନକୁ ଉଦ୍ଧାର କଲେ, ଯେପରିକି ହେଇପାରେ କେବେ ନା କେବେ ସେ ଈଶ୍ୱରଙ୍କୁ ଜାଣିବେ ଏବଂ ତାଙ୍କର ଏହି ବାକ୍ୟକୁ ଗ୍ରହଣ କରିବେ। Word of God says that the tree is supposed to receive the dew from heaven and it should eat grass. This Nebuchadnezzar is supposed to eat grass for 7 years. ସେଇ ମୂଳ ଆକାଶର ବାୟୁ, ଆକାଶର ପିତ୍ତଳ କ'ଣ କହିବେ ଥଣ୍ଡା ଖାଇକି କ'ଣ କରିବ? ଏଇ ଯୋଉ ମୂଳ ଘାସ ଖାଇବ। କେତେ ବର୍ଷ? 7 ବର୍ଷ। Please read verse 23. ଆସନ୍ତୁ ଆମେ ଯିବା 23। ପୁଣି ଆପଣ ଯେ ଦେଖିଲେ ସ୍ୱର୍ଗରୁ ଏକ ପ୍ରହରୀ ଓ ପବିତ୍ର ପୁରୁଷ ଓହ୍ଲାଇ ଆସି କହିଲେ, ଏ ବୃକ୍ଷକୁ ଛେଦନ କରି ବିନଷ୍ଟ କର, ତଥାପି ଭୂମିରେ ତହିଁର ମୂଳ ଗଣ୍ଡିକି ଲୌହ ଓ ପିତ୍ତଳ ବେଡ଼ିରେ ବାନ୍ଧି କ୍ଷେତ୍ରସ୍ଥ କମଳ ତୃଣ ମଧ୍ୟରେ ରଖ, ଆଉ ତାହା ଆକାଶର କାକରରେ ତିନ୍ତୁ ଓ ତାହା ଉପରେ 7 କାଳ ବହିଯା ପର୍ଯ୍ୟନ୍ତ କ୍ଷେତ୍ରସ୍ଥ ପଶୁଗଣର ସହିତ ତାହାର ଅଂଶ ହେଉ। Now it says 7 times shall pass over it. What does କେତେ? Surya Bible say? ଓଡ଼ିଆରେ କ'ଣ କହୁଛି? 7 କାଳ ବିତିବାର ଅଛି। So what is this kalo? ଆଚ୍ଛା, ଏ କାଳ କାହାକୁ ବୁଝାଉଛି? What is this time? ଏ କାଳ କାହାକୁ ବୁଝାଉଛି? ସମୟ କାହାକୁ ବୁଝାଉଛି? Numbers chapter 14 verse 34. ଆଚ୍ଛା, ଗଣନା ପୁସ୍ତକ 14:34। Numbers chapter 14 verse 34. ଆଉ ଗଣନା ପୁସ୍ତକ 14:34। ତୁମ୍ଭେମାନେ ଯେଉଁ 40 ଦିନ ଦେଶ ଅନୁସନ୍ଧାନ କରିଅଛ। Just a minute. How many of you have received it? If you have found Numbers 14:34, please say amen. ଯେ ଜଣକୁ ଗଣନା ପୁସ୍ତକ 14:34 ମିଳିଛି ଆପଣମାନେ ଆମେନ୍ କହିବେ। Okay. Please read. ପଢ଼ନ୍ତୁ ଦୟାକରି। ତୁମ୍ଭେମାନେ ଯେଉଁ 40 ଦିନ ଦେଶ ଅନୁସନ୍ଧାନ କରିଅଛ, ସେହି ଦିନର ସଂଖ୍ୟାନୁସାରେ ଏକ ଏକ ଦିନ ପାଇଁ ଏକ ଏକ ବର୍ଷ। Okay. It says 1 day for 1 year. ଏଇଟା କ'ଣ କହୁଛି?
ଗୋଟିଏ ଦିନ ଗୋଟିଏ ବର୍ଷ ପାଇଁ। Are you able to understand? ବୁଝିପାରିଲେ ଭାଇ ଭଉଣୀ ମାନେ? ଗଣନା ପୁସ୍ତକ 14:34 ଲେଖା ହେଇଛି ଏଠି। Here we find only for prophecy this principle is applicable. ଏଇ ଯୋଉ ବାକ୍ୟ କାହା ପାଇଁ ବ୍ୟବହାର କରାଯାଏ? କେବଳ ଭବିଷ୍ୟତବାଣୀ ପାଇଁ ହିଁ ବ୍ୟବହାର କରାଯାଏ। Only for prophecy's sake this principle is applicable. One day is equal to 1 year. ଭବିଷ୍ୟତବାଣୀ ଭବିଷ୍ୟତ ଯାହା ଘଟିବ ସେଇ ବିଷୟ ଜାଣିବା ପାଇଁ ଏଇ ଯୋଉ ବଚନ ଏଇ ଯୋଉ ବାକ୍ୟ ବ୍ୟବହାର କରାଯାଏ।